ଧନୁରାଶିର ବ୍ୟକ୍ତିମାନେ 2022 ମସିହାରେ କାର୍ଯ୍ୟକ୍ଷେତ୍ରରେ ଅନେକ ସଫଳତା ପାଇବେ। ସେମାନଙ୍କୁ ସେମାନଙ୍କର ସହକର୍ମୀ ତଥା ବରିଷ୍ଠମାନେ ତାଙ୍କର କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବାର ସମ୍ଭାବନା ରହିଅଛି। ଏହି ବର୍ଷ ସେମାନଙ୍କର ନିଜ ବ୍ୟକ୍ତିମାନେ ତାଙ୍କୁ କ୍ୟାରିୟରରେ ଅଗ୍ରଗତି କରିବାକୁ ଏବଂ କ୍ରମାଗତ ଭାବରେ ଆଗକୁ ବଢ଼ିବାକୁ ମଧ୍ୟ ଉତ୍ସାହିତ ଏବଂ ପ୍ରୋତ୍ସାହିତ କରିବେ, ଯାହାଦ୍ୱାରା ସେମାନେ ଏହି ବର୍ଷ ଅଗ୍ରଗତି କରିବେ ଏବଂ ଲାଭ ମଧ୍ୟ ପାଇବେ। ଜୟ ଜଗନ୍ନାଥ। ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ମୋର ୟୁଟ୍ୟୁବର ଓଡ଼ିଆ ଚ୍ୟାନେଲ ଜ୍ଞାନ ନଦୀର ଆଜିର ଏହି ନୂତନ ଅଧ୍ୟାୟକୁ ସ୍ୱାଗତ କରୁଅଛି। 2022 ମସିହାର ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଭଗବାନଙ୍କ ପାଖରେ ମୁଁ ପ୍ରାର୍ଥନା କରୁଛି ଆପଣମାନଙ୍କ ପାଇଁ ଏହି ବର୍ଷଟି ଭଲ ଭାବରେ କଟୁ। ଆଜି ଆସନ୍ତୁ ଜାଣିବା 2022 ମସିହା ଧନୁରାଶି ପାଇଁ କିପରି ରହିବ। ଯେଉଁମାନଙ୍କର ଜାତକ ନାମର ପ୍ରଥମ ଅକ୍ଷର ଜେ, ଜୋ, ଭ, ଭି, ଭୁ, ଧ, ଫ, ଢ ବା ଭେ ରହିଛି, ସେମାନଙ୍କର ରାଶି ହେଉଛି ଧନୁ। ଯେଉଁମାନଙ୍କର ଜାତକ ନାହିଁ ସେମାନଙ୍କର ଡାକ ନାମର ପ୍ରଥମ ଅକ୍ଷର ଯଦି ଏହି ଅକ୍ଷରମାନଙ୍କ ମଧ୍ୟରୁ କୌଣସିଟି ବି ହୋଇଥାଏ ତାହେଲେ ମଧ୍ୟ ତାଙ୍କର ରାଶି ଧନୁ ଧରାଯିବ। ଧନୁରାଶି ବ୍ୟକ୍ତିମାନଙ୍କର ଜୀବନଶୈଳୀ ଜଣେ ଯୋଦ୍ଧା ଭଳି ହୋଇଥାଏ। ଏମାନେ ଚତୁର ଏବଂ ଲମ୍ବା ଶରୀର ହୋଇଥାଏ। ଏମାନଙ୍କ ଆଖିରେ ଚମକ ରହିଥାଏ ଏବଂ ସାଧାରଣତଃ ଏମାନେ ପ୍ରସନ୍ନ ବା ଖୁସି ମିଜାଜର ଲୋକ ହୋଇଥାନ୍ତି। ଏମାନେ ସ୍ପଷ୍ଟବାଦୀ, ସତ୍ୟରେ ଆଗ୍ରହୀ, ବନ୍ଧୁତ୍ୱପୂର୍ଣ୍ଣ, ନିର୍ଭୀକ, ବିଶ୍ୱସ୍ତ ଏବଂ ଜିଜ୍ଞାସୁ ପ୍ରକୃତିର ହୋଇଥାନ୍ତି। ଏମାନେ ସତ୍ୟ ଓ ଜ୍ଞାନର ସନ୍ଧାନ କରିବାକୁ ଭଲ ପାଆନ୍ତି। ଏମାନେ ନେତୃତ୍ୱ ନେବାର ଦକ୍ଷତା ରଖନ୍ତି। ଏମାନେ ମୌଜ ମସ୍ତି ଏବଂ ସୌକିନ ପ୍ରିୟ ହୋଇଥାନ୍ତି। ଏମାନେ ଯୁଆଡ଼େ ଯାଆନ୍ତି ଲୋକଙ୍କର ଆକର୍ଷଣର କେନ୍ଦ୍ର ପାଲଟି ଯାଆନ୍ତି। କ୍ୟାରିୟର ଦୃଷ୍ଟିରୁ ଏହି ବର୍ଷ ଅର୍ଥାତ୍ 2022 ମସିହାରେ ଏହି ରାଶିର ବ୍ୟକ୍ତିମାନେ କାର୍ଯ୍ୟକ୍ଷେତ୍ରରେ ଅନେକ ସଫଳତା ପାଇବେ। ଏମାନଙ୍କର ସହକର୍ମୀ ଏବଂ ବରିଷ୍ଠମାନେ ଏମାନଙ୍କୁ ସହଯୋଗ କରିବାର ସମ୍ଭାବନା ରହିଛି। ଏହି ବର୍ଷ ଏମାନଙ୍କର ନିଜ ବ୍ୟକ୍ତିଙ୍କ ଠାରୁ କ୍ୟାରିୟରରେ ଅଗ୍ରଗତି କରିବାକୁ ଏବଂ କ୍ରମାଗତ ଭାବରେ ଏମାନଙ୍କୁ ବଢ଼ିବାକୁ ଉତ୍ସାହିତ କରିବେ ଏବଂ ପ୍ରୋତ୍ସାହିତ ମଧ୍ୟ କରିବେ, ଯାହାଦ୍ୱାରା ଏମାନେ ଅଗ୍ରଗତି କରିବେ ଏବଂ ଲାଭ ମଧ୍ୟ ପାଇବେ। ଏପ୍ରିଲ ମାସ ପରେ ଏମାନଙ୍କ ପରିସ୍ଥିତିରେ ବଦଳିବା ସମ୍ଭାବନା ରହିଛି। ଏହି ପରିସ୍ଥିତିରେ ଏମାନେ ନୂତନ କାର୍ଯ୍ୟ ମଧ୍ୟ ଆରମ୍ଭ କରିପାରିବେ। ଯଦି ଏହି ରାଶିର ବ୍ୟକ୍ତି ଭାଗିଦାରୀରେ ବ୍ୟବସାୟ କରୁଥାନ୍ତି ତାହେଲେ ସେପ୍ଟେମ୍ବର ମାସ ଏମାନଙ୍କ ପାଇଁ ସକାରାତ୍ମକ ହେବାର ଆଶା ରହିଅଛି। ତା ଛଡ଼ା ନଭେମ୍ବର ମାସରେ ନିଜ କାର୍ଯ୍ୟକ୍ଷେତ୍ର ସହିତ ଜଡ଼ିତ ବିଦେଶ ଯାତ୍ରା ମଧ୍ୟ ଏମାନଙ୍କୁ ଯିବାର ସମ୍ଭାବନା ରହିଅଛି। ଆର୍ଥିକ ଦୃଷ୍ଟିରୁ 2022 ମସିହା ଧନୁରାଶି ଲୋକଙ୍କ ପାଇଁ ଆର୍ଥିକ ଜୀବନରେ ଅନେକ ପରିବର୍ତ୍ତନ ଆଣିବ। ବର୍ଷର ଆରମ୍ଭରେ ଆର୍ଥିକ ଅସୁବିଧା ଦେଖାଦେଇପାରେ, କିନ୍ତୁ ଏପ୍ରିଲରୁ ଅକ୍ଟୋବର ପର୍ଯ୍ୟନ୍ତ ସମୟ ଅତ୍ୟନ୍ତ ଶୁଭ ହେବ। ଏହି ସମୟରେ ଏହି ରାଶିର ବ୍ୟକ୍ତିମାନେ ଭାଗ୍ୟର ସମର୍ଥନ ପାଇବେ। ଏହା ସହିତ ସେମାନଙ୍କର ଆୟରେ ମଧ୍ୟ ବୃଦ୍ଧି ହେବ, ଯାହାଫଳରେ ସେମାନଙ୍କର ଆର୍ଥିକ ସ୍ଥିତି ଶକ୍ତିଶାଳୀ ହେବ ଏବଂ ସେମାନେ ମାନସିକ ଚାପରୁ ମଧ୍ୟ ମୁକ୍ତି ପାଇବେ। ସେଥିପାଇଁ କୌଣସି ଜାଗାରେ ବିନିଯୋଗ କରିବା ପୂର୍ବରୁ ଭଲ ଭାବରେ ତାକୁ ପରୀକ୍ଷା ନିରୀକ୍ଷା କରନ୍ତୁ ଏବଂ ତାପରେ ବିନିଯୋଗ ବା ଇନଭେଷ୍ଟମେଣ୍ଟ କରନ୍ତୁ। କୌଣସି ଜାଗାରେ ରିସ୍କ ନେଇ ବ୍ୟବସାୟ ବା ଟଙ୍କା ଇନଭେଷ୍ଟମେଣ୍ଟ କରିବାରୁ ଦୂରେଇ ରୁହନ୍ତୁ। ଶିକ୍ଷା କ୍ଷେତ୍ରରେ ଧନୁରାଶି ବ୍ୟକ୍ତିମାନଙ୍କୁ ଏ ବର୍ଷ ଅନେକ ସଫଳତା ମିଳିବ। ଏ ବର୍ଷ ଏହି ରାଶିର ବ୍ୟକ୍ତିମାନେ କଠିନ ପରିଶ୍ରମର ବିଶେଷ ଫଳାଫଳ ପାଇବେ, କାରଣ ବର୍ଷ ଆରମ୍ଭରୁ ରାହୁ ଏହି ରାଶିରୁ ଷଷ୍ଠ ଘରେ ରହିବ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ଦେବ।
ଯେଉଁ ଛାତ୍ରମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ଜଡ଼ିତ ସେମାନଙ୍କ ପାଇଁ ଏପ୍ରିଲରୁ ଜୁନ୍ ମଧ୍ୟରେ ଓ ସେପ୍ଟେମ୍ବର ମାସ ବହୁତ ଶୁଭ ହୋଇପାରେ। ଏହି ବର୍ଷ ଧନୁରାଶି ଲୋକଙ୍କ ପାଇଁ ପାରିବାରିକ ଜୀବନ ଭଲ ହେବ। ପରିବାରରେ ହସ ଖୁସିର ମାହୋଲ ରହିବ। ପରିବାର ସଦସ୍ୟ ପରସ୍ପରକୁ ଭଲ ପାଇବେ ଏବଂ ପରିବାର ସଦସ୍ୟଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ। ଆହୁରି ମଧ୍ୟ ଆପଣ ପରିବାରର ଦାୟିତ୍ୱବାନ ବ୍ୟକ୍ତି ହୋଇ ସମସ୍ତ ଲୋକଙ୍କୁ ସାହାଯ୍ୟ କରିବା ଏବଂ ପ୍ରତ୍ୟେକ ମୁହୂର୍ତ୍ତରେ ସେମାନଙ୍କ ସହିତ ଛିଡ଼ା ହେବା ଉଚିତ। ଏ ବର୍ଷ ଘରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇପାରେ। ଏହି ବର୍ଷ ଆପଣଙ୍କ ପାରିବାରିକ ଜୀବନ ଏକ ଭଲ ବର୍ଷ ହେବ ବୋଲି ସମ୍ଭାବନା ରହିଅଛି ଏବଂ ଆପଣ ଏହି ବର୍ଷ ପ୍ରେରଣାଦାୟକ ଅନୁଭୂତି ଦେଇ ଗତି କରିବେ, ଯାହାକି ଆପଣଙ୍କୁ ଏକ ନୂତନ ଦୃଷ୍ଟିକୋଣରୁ ଦେଖିବାକୁ ସାହାଯ୍ୟ କରିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ବର୍ଷ ଆପଣଙ୍କ ପାଇଁ ଭଲ ହେବ ବୋଲି ଆଶା କରାଯାଉଅଛି। ଗତ ବର୍ଷ ତୁଳନାରେ ଏହି ବର୍ଷ ଆପଣଙ୍କର ସ୍ୱାସ୍ଥ୍ୟ ଆହୁରି ଭଲ ହେବ। ଯଦିଓ ଶନିଙ୍କ ଦୃଷ୍ଟିରୁ ଆପଣଙ୍କୁ କିଛି ଅସୁବିଧା ଦେଖାଦେଇପାରେ, କିନ୍ତୁ ଏହି ବର୍ଷ ସେପରି କୌଣସି ବଡ଼ ଧରଣର ରୋଗ ହେବାର ସମ୍ଭାବନା ଦେଖାଯାଉ ନାହିଁ। ଥଣ୍ଡା, କାଶ, ଜ୍ୱର ଭଳି ସାଧାରଣ ବା ସାମାନ୍ୟ ସମସ୍ୟା ବା ରୋଗ ଏ ବର୍ଷ ଦେଖାଦେଇପାରେ, କିନ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ କୌଣସି ଅସାବଧାନତା ଅବଲମ୍ବନ କରନ୍ତୁ ନାହିଁ, କାରଣ ରାହୁ ଆପଣଙ୍କ ପଞ୍ଚମ ସ୍ଥାନରେ ରହିବେ, ଯେଉଁଥିପାଇଁ ଆପଣଙ୍କ ପେଟଜନିତ ସମସ୍ୟା ବା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସେଥିପାଇଁ ନିୟମିତ ଯୋଗ କରନ୍ତୁ ଏବଂ ବ୍ୟାୟାମ ମଧ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ଘରୁ ବାହାରିବା ପୂର୍ବରୁ ମାସ୍କ ଲଗାଇବାକୁ ଜମାରୁ ଭୁଲନ୍ତୁ ନାହିଁ ଏବଂ ଘରେ ପହଞ୍ଚିଲେ ହାତକୁ ନିଶ୍ଚୟ ସଫା କରନ୍ତୁ। ଏହି ରାଶି ବ୍ୟକ୍ତିମାନେ ବିଭିନ୍ନ ପ୍ରକାର ଅସୁବିଧାରୁ ମୁକ୍ତି ପାଇଁ ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ ସବୁଜ ପନିପରିବା ବା ଘାସ, ଗୁଡ଼ ଓ ଚଣା ଇତ୍ୟାଦି ଖାଇବାକୁ ଦିଅନ୍ତୁ। ରାସ୍ତା କଡ଼ରେ କିମ୍ବା କୌଣସି ଦୂର ସ୍ଥାନରେ ଏକ ଅଶ୍ୱତ୍ଥ ଗଛ ଲଗାନ୍ତୁ ଏବଂ ପ୍ରତି ଗୁରୁବାର ଦିନ ଅନ୍ତତଃ ସେଠି ଜଳ ଦେଇ ସେହି ଗଛଟିକୁ ବଢ଼ାଇବାକୁ ଚେଷ୍ଟା କରନ୍ତୁ। ଏ ହେଲା 2022 ମସିହା ପାଇଁ ଧନୁରାଶିର ରାଶିଫଳ ବା ଭାଗ୍ୟଫଳ। ଆପଣମାନଙ୍କୁ ଭିଡ଼ିଓଟି କିପରି ଲାଗିଲା ନିଶ୍ଚୟ କମେଣ୍ଟସ୍ କରି ଜଣାନ୍ତୁ ଏବଂ ଯଦି ଏହା ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ତାକୁ ନିଶ୍ଚୟ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।